କିଛି ନୂଆ ଶିଖିବା, କିଛି ନୂଆ ଜାଣିବା, କିନ୍ତୁ ବୁଝିବା, ପଢିବା ଏବଂ ପ୍ରୟୋଗ କରିବା ସେଇଟା ହେଉଛି ଓଡ଼ିଆ ପାଠଶାଳାର ପ୍ରଚେଷ୍ଟା। ଆପଣମାନଙ୍କୁ ସମସ୍ତଙ୍କୁ ସ୍ୱାଗତ ଓଡ଼ିଆ ପାଠଶାଳାକୁ। ଚାଲନ୍ତୁ ଆଜିର ଟପିକଟି ହେଉଛି ଗ୍ଲୋବାଲ ୱାର୍ମିଂ। ତ ଜାଣିବା କ'ଣ ଅଛି ତା ଭିତରେ। ବିଶ୍ୱ ଉଷ୍ମତା ହେଉଛି ପୃଥିବୀର ବାୟୁମଣ୍ଡଳ ଏବଂ ମହାସାଗରର ହାରାହାରି ତାପମାତ୍ରାରେ ଧୀରେ ଧୀରେ ବୃଦ୍ଧି। ଏହା ଆଜି ବିଶ୍ୱ ସମ୍ମୁଖୀନ ହେଉଥିବା ସବୁଠାରୁ ଗମ୍ଭୀର ପରିବେଶଗତ ସମସ୍ୟା ମଧ୍ୟରୁ ଗୋଟିଏ। ବିଶ୍ୱ ଉଷ୍ମତାର ମୁଖ୍ୟ କାରଣ ହେଉଛି ବାୟୁମଣ୍ଡଳରେ କାର୍ବନ ଡାଇଅକ୍ସାଇଡ୍, ମିଥେନ୍ ଏବଂ ନାଇଟ୍ରସ୍ ଅକ୍ସାଇଡ୍ ଭଳି ସବୁଜ ଗୃହର ଗ୍ୟାସର ବୃଦ୍ଧି। ଏହି ଗ୍ୟାସ ଗୁଡ଼ିକ ସୂର୍ଯ୍ୟର ଉତ୍ତାପକୁ ଧରି ରଖେ, ଯାହା ଫଳରେ ଗ୍ରହ ଉଷ୍ମ ହେଉଛି। ଜୀବାଶ୍ମ ଇନ୍ଧନ ଏକ୍ସାମ୍ପଲ୍ ହେଉଛି କୋଇଲା, ପେଟ୍ରୋଲ, ଡିଜେଲ ଭଳି ଜାଳିବା, ଜଙ୍ଗଲ କ୍ଷୟ ଏବଂ ଶିଳ୍ପ ପ୍ରଦୂଷଣ ଭଳି ମାନବ କାର୍ଯ୍ୟକଳାପ ଏହି ଗ୍ୟାସ ଗୁଡ଼ିକର ଘନତାକୁ ବହୁ ପରିମାଣରେ ବୃଦ୍ଧି କରିଛି। ଫଳସ୍ୱରୂପ ପ୍ରତିବର୍ଷ ପୃଥିବୀର ତାପମାତ୍ରା ବୃଦ୍ଧି ପାଉଛି। ବିଶ୍ୱ ଉଷ୍ମତାର ପ୍ରଭାବ ବିପଦଜନକ। ମେରୁ ଅଞ୍ଚଳରେ ବରଫ ତରଳିବାରେ ଲାଗିଛି, ଯାହା ଫଳରେ ସମୁଦ୍ର ସ୍ତର ବୃଦ୍ଧି ପାଉଛି। ଏହା ନିମ୍ନ ଭାଗର ଉପକୂଳବର୍ତ୍ତୀ ଅଞ୍ଚଳ ଏବଂ ଦ୍ୱୀପପୁଞ୍ଜରେ ବନ୍ୟା ହେବାର ଆଶଙ୍କା ସୃଷ୍ଟି କରୁଛି। ପାଗ ଅଧିକ ଅନିଶ୍ଚିତ ହେଉଛି। ତାପ ଲହରୀ, ମରୁଡ଼ି, ବନ୍ୟା ଏବଂ ଶକ୍ତିଶାଳୀ ଝଡ଼ ବୃଦ୍ଧି ପାଉଛି। ବନ୍ୟପ୍ରାଣୀ ମଧ୍ୟ ପ୍ରଭାବିତ ହେଉଛନ୍ତି, କାରଣ ଅନେକ ପ୍ରାଣୀ ସେମାନଙ୍କର ପ୍ରାକୃତିକ ବାସସ୍ଥାନ ହରାଇ ପରିବର୍ତ୍ତିତ ଜଳବାୟୁରେ ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି। ବିଶ୍ୱ ଉଷ୍ମତା ମଧ୍ୟ ସିଧାସଳଖ ମଣିଷକୁ ପ୍ରଭାବିତ କରେ। ପରିବର୍ତ୍ତିତ ବର୍ଷାଧାରା ଏବଂ ଅତ୍ୟଧିକ ଉତ୍ତାପ ଯୋଗୁଁ କୃଷି କ୍ଷତିଗ୍ରସ୍ତ ହୁଏ। ତାପମାତ୍ରା ବୃଦ୍ଧି ଏବଂ ରୋଗ ପ୍ରସାର ଯୋଗୁଁ ସ୍ୱାସ୍ଥ୍ୟ ସମସ୍ୟା ବୃଦ୍ଧି ପାଉଛି। ବିଶ୍ୱ ଉଷ୍ମତା ବିରୋଧରେ ଲଢ଼ିବା ପାଇଁ ଆମକୁ ଗମ୍ଭୀର ପଦକ୍ଷେପ ନେବାକୁ ପଡ଼ିବ। ଆମକୁ ଜୀବାଶ୍ମ ଇନ୍ଧନର ବ୍ୟବହାର ହ୍ରାସ କରିବାକୁ ପଡ଼ିବ ଏବଂ ସୌର, ପବନ ଏବଂ ଜଳ ବିଦ୍ୟୁତ୍ ପରି ନବୀକରଣୀୟ ଶକ୍ତି ଉତ୍ସଗୁଡ଼ିକୁ ପରିବର୍ତ୍ତନ କରିବାକୁ ପଡ଼ିବ। ଅଧିକ ଗଛ ଲଗାଇବା, ଶକ୍ତି ଦକ୍ଷ ଉପକରଣ ବ୍ୟବହାର କରିବା, ପୁନଃଚକ୍ରୀକରଣ ଏବଂ ସଚେତନତାର ପ୍ରସାର କରିବା ମଧ୍ୟ ବିଶ୍ୱ ଉଷ୍ମତା ହ୍ରାସ କରିବାରେ ସାହାଯ୍ୟ କରିପାରିବ। ବିଶ୍ୱ ଉଷ୍ମତା ଆମ ଗ୍ରହର ଭବିଷ୍ୟତ ପାଇଁ ଏକ ବିପଦ ସଂକେତ। ଭିଡ଼ିଓଟି କେମିତି ଲାଗିଲା ମୋତେ କମେଣ୍ଟ କରିକି ଜଣାଇବ। ଯଦି କିଛି କ୍ୱେଶ୍ଚିନ୍ସ ଅଛି, କିଛି ଡାଉଟ୍ ଅଛି, କମେଣ୍ଟରେ ଲେଖିଦେବ, ଆନ୍ସର କରିବା। ଆଉ ଯଦି ଭଲ ଲାଗିଲା ତାହେଲେ ଭିଡ଼ିଓ ଟିକେ ଲାଇକ୍ କରିଦେବ, ଭିଡ଼ିଓ ସେୟାର କର। ଚ୍ୟାନେଲରେ ଯେଉଁମାନେ ଭିଡ଼ିଓ ଦେଖୁଛନ୍ତି ଏପର୍ଯ୍ୟନ୍ତ ସବସ୍କ୍ରାଇବ୍ କରିନାହାନ୍ତି, ଚ୍ୟାନେଲକୁ ପ୍ଲିଜ୍ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍ ପ୍ରେସ୍ କରି ଅଲ୍ ନୋଟିଫିକେସନକୁ ଅନ୍ ରଖିଥାଅ। ତାହେଲେ ଦେଖା ହେବା ଆଗାମୀ ଭିଡ଼ିଓରେ। ଭଲରେ ରୁହ, ସୁସ୍ଥରେ ରୁହ, ମୋତେ ଅନୁମତି ଦିଅ। ବାଏ ବାଏ।